ଆଜିଠାରୁ ଆରମ୍ଭ ହେଲା ସୁଭଦ୍ରା ଯୋଜନାର ଆବେଦନ। ନମସ୍କାର ବନ୍ଧୁଗଣ, ଆପଣମାନେ ଜାଣିଥିବେ ଓଡ଼ିଶା ସରକାର କିଛି ଦିନ ଆଗରୁ ଗୋଟିଏ ଯୋଜନା ଲଞ୍ଚ କରିଥିଲେ। ସେହି ଯୋଜନାଟି ହେଉଛି ସୁଭଦ୍ରା ଯୋଜନା। ସୁଭଦ୍ରା ଯୋଜନାର ଆବେଦନ ଆଜିଠୁ ଆରମ୍ଭ ହୋଇଯାଇଛି। ଏହି ଯୋଜନାରେ ମହିଳାମାନଙ୍କୁ ସଶକ୍ତି କରିବା ପାଇଁ ଓଡ଼ିଶା ସରକାରଙ୍କ ତରଫରୁ 50,000 ଟଙ୍କା ଲେଖାଏଁ ମିଳିବ। ଆପଣମାନେ ବହୁତ ଦିନ ଧରି ଅପେକ୍ଷା କରି ରହିଛନ୍ତି କି ସୁଭଦ୍ରା ଯୋଜନାର ଆବେଦନ କେବେଠୁ ଆରମ୍ଭ ହେବ, ଆଉ କ'ଣ ସବୁ ଡକୁମେଣ୍ଟ ଲାଗିବ, ଆଉ କ'ଣ ସବୁ ଗାଇଡ଼ଲାଇନ୍ସ ଅଛି। ତ ବନ୍ଧୁଗଣ, ଆପଣମାନଙ୍କ ଅପେକ୍ଷାର ଏବେ ଅନ୍ତ ହୋଇଛି, କାହିଁକିନା ସୁଭଦ୍ରା ଯୋଜନାର ଆବେଦନ ଆଜିଠୁ ଆରମ୍ଭ ହୋଇଯାଇଛି। ଆପଣମାନେ ଯଦି ଆବେଦନ କରିବା ପାଇଁ ଚାହୁଁଛନ୍ତି, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆପଣମାନେ ଆବେଦନ କରିବା ପୂର୍ବରୁ ସୁଭଦ୍ରା ଯୋଜନାର ଅଫିସିଆଲ ଗାଇଡ଼ଲାଇନ୍ସକୁ ଭଲ ଭାବରେ ଜାଣିନିଅନ୍ତୁ। ତ ବନ୍ଧୁଗଣ, ଆପଣମାନେ ଯଦି ମୋ ଚ୍ୟାନେଲକୁ ପ୍ରଥମ କରି ଆସିଛନ୍ତି, ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଚାଲନ୍ତୁ ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ଆପଣ ପ୍ରଥମେ ଆପଣଙ୍କ ମୋବାଇଲର କ୍ରୋମ୍ ବ୍ରାଉଜରକୁ ଯାଆନ୍ତୁ। ତାପରେ ଏଠି ସର୍ଚ୍ଚ କରନ୍ତୁ www.odisha.gov.in। ସର୍ଚ୍ଚ କଲା ପରେ ଆପଣମାନଙ୍କୁ ଗୋଟିଏ ଏମିତି ପେଜଟେ ଓପନ୍ ହୋଇଯିବ। ଆପଣମାନେ ଦେଖିପାରୁଥିବେ ଏଠି ଗୋଟିଏ ଅପସନ୍ ଅଛି ସୁଭଦ୍ରା। ଆପଣମାନେ ତାରି ଉପରେ କ୍ଲିକ୍ କରିଦିଅନ୍ତୁ। କ୍ଲିକ୍ କଲା ପରେ ଆପଣମାନେ ଦେଖନ୍ତୁ ଏଠି ଗୋଟିଏ ଅପସନ୍ ଅଛି ସୁଭଦ୍ରା ଗାଇଡ଼ଲାଇନ୍ ଓଡ଼ିଆ। ଆପଣମାନେ ୟାରି ଉପରେ କ୍ଲିକ୍ କରିଦିଅନ୍ତୁ। କ୍ଲିକ୍ କଲା ପରେ ସମ୍ପୂର୍ଣ୍ଣ ଗାଇଡ଼ଲାଇନ୍ଟି PDFରେ ଡାଉନଲୋଡ଼ ହୋଇଯିବ। PDFଟି ଡାଉନଲୋଡ଼ ହୋଇସାରିଲା ପରେ ତାକୁ ଓପନ୍ କରିନିଅନ୍ତୁ ଆଉ ସମ୍ପୂର୍ଣ୍ଣ ଗାଇଡ଼ଲାଇନ୍ଟିକୁ ଭଲ ଭାବରେ ପଢ଼ି ନିଅନ୍ତୁ। ଯଦି ଆପଣମାନେ ଗାଇଡ଼ଲାଇନ୍ ଅନୁସାରେ ଇଲିଜିବୁଲ୍ ହୋଇଥିବେ, ତାହେଲେ ଆପଣମାନେ ଆପଣମାନଙ୍କର ସମସ୍ତ ଡକୁମେଣ୍ଟ ନେଇ ଆପଣମାନଙ୍କର ଅଙ୍ଗନବାଡ଼ି କେନ୍ଦ୍ର କିମ୍ବା ବ୍ଲକ ଅଫିସକୁ ଯାଇ ଫର୍ମ ଫିଲ୍ଅପ୍ କରି ଆବେଦନ କରିପାରିବେ। ତ ବନ୍ଧୁଗଣ, ଆପଣମାନଙ୍କୁ ଯଦି ଭିଡ଼ିଓଟି ଭଲ ଲାଗିଲା, ତାହେଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ।